କେଉଁ ଭଳି ସିନ୍ଦୁର ଲଗାଇଲେ ସ୍ୱାମୀଙ୍କର ଆୟୁଷ ଭୁଲରେ ସିନ୍ଦୁର ତଳେ ପଡ଼ିବାର ଅର୍ଥ କ'ଣ ହୋଇଥାଏ ଜାଣନ୍ତୁ ଏହି ଭିଡ଼ିଓଟିରେ। ଭାରତୀୟ ସଂସ୍କୃତିରେ ସିନ୍ଦୁର ଏକ କୁଙ୍କୁମର ଅତ୍ୟନ୍ତ ସମୃଦ୍ଧ ହୋଇଥାଏ। ଆମ ଦେଶରେ ସିନ୍ଦୁର ଏବଂ କୁଙ୍କୁମ ବିବାହିତ ମହିଳାମାନଙ୍କ ପାଇଁ ବହୁତ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ ପ୍ରମୁଖ ଶୃଙ୍ଗାର ହୋଇଥାଏ। ଏହି ସିନ୍ଦୁର ଏବଂ କୁଙ୍କୁମର ସହିତ ସଧବା ନାରୀମାନଙ୍କର ଗଭୀର ଶ୍ରଦ୍ଧା, ଆସ୍ଥା ଏବଂ ବିଶ୍ୱାସ ଯୋଡ଼ି ହୋଇଯାଇଥାଏ। ମଥାରେ ସାଜିଥିବା କୁଙ୍କୁମ ଏବଂ ସିନ୍ଥିରେ ଭରିଥିବା ସିନ୍ଦୁର ବିବାହିତ ମହିଳାଙ୍କର ମାନ ସମ୍ମାନ ଏବଂ ଅଭିମାନ ହୋଇଥାଏ। କିନ୍ତୁ ଅଧିକାଂଶ ମହିଳା ଏହା ଜାଣନ୍ତି ନାହିଁ ଯେ ସିନ୍ଦୁର ଏବଂ କୁଙ୍କୁମ ଲଗାଇବା ପାଇଁ କିଛି ନିୟମ ହୋଇଥାଏ ଯାହାକି ଆମ ଶାସ୍ତ୍ରରେ କୁହାଯାଇଛି ଏବଂ ସେହି ନିୟମକୁ ପ୍ରତ୍ୟେକ ବିବାହିତ ମହିଳାମାନେ ଧ୍ୟାନର ସହିତ ମନେ ରଖିବାକୁ ପାଳନ କରିବା ଉଚିତ। ତାପରେ ଯାଇ ତାଙ୍କର ସିନ୍ଦୁରର ଏବଂ କୁଙ୍କୁମ ଲଗାଇବାର କିଛି ଅର୍ଥ ହୋଇଥାଏ। ଆଜିର ଏହି ଭିଡ଼ିଓରେ ଆମେ ଆପଣଙ୍କୁ ହିନ୍ଦୁ ଧର୍ମର ସିନ୍ଦୁର ଏବଂ କୁଙ୍କୁମର କ'ଣ ମହତ୍ତ୍ୱ ହୋଇଥାଏ ସେହି ବିଷୟରେ ଜଣାଇବାକୁ ଏବଂ ଏହାକୁ ଲଗାଇବା ସମୟରେ ମହିଳାମାନଙ୍କୁ କେଉଁ କେଉଁ କଥା ଉପରେ ଧ୍ୟାନ ରଖିବା ଉଚିତ ତଥା ଏହାର ଅନ୍ୟ ଲାଭ ଏବଂ ମହତ୍ତ୍ୱ ବିଷୟରେ ଜାଣିବା। ଆସନ୍ତୁ ସର୍ବପ୍ରଥମେ ଜାଣିବା ସିନ୍ଦୁର ଏବଂ କୁଙ୍କୁମ ଲଗାଇବା ଧାର୍ମିକ ମହତ୍ତ୍ୱ ବିଷୟରେ ଏବଂ ତାପରେ ଆମେ ଜାଣିବା ମହିଳାମାନଙ୍କୁ ସିନ୍ଦୁର ଲଗାଇବା ସମୟରେ କେଉଁ ଭୁଲ କରିବା ଉଚିତ ନୁହେଁ। ସର୍ବପ୍ରଥମେ ସବୁଠୁ ପ୍ରଥମେ କଥା ହେଉଛି କିଛି ମହିଳାମାନଙ୍କର 16ଟି ଶୃଙ୍ଗାର ଭିତରୁ ବହୁତ ଅଧିକ ମହତ୍ତ୍ୱପୂର୍ଣ୍ଣ ଶୃଙ୍ଗାର ଏବଂ କୁଙ୍କୁମକୁ ମନା ଯାଇଥାଏ। ହିନ୍ଦୁ ଧର୍ମରେ କୁଙ୍କୁମର ବହୁତ ଅଧିକ ମହତ୍ତ୍ୱ ରହିଥାଏ। ଭଗବାନ ପୂଜା ବା କୌଣସି ବି ଧାର୍ମିକ ଅନୁଷ୍ଠାନ କରିବା ସମୟରେ ପୂଜା ସାମଗ୍ରୀ କୁଙ୍କୁମ ରହିବା ବହୁତ ଜରୁରୀ ହୋଇଥାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ କୁଙ୍କୁମର ଉପଯୋଗ କରାଯାଇଥାଏ ଏବଂ ତା ସହିତ ତାହାର ସମ୍ମାନରେ ବି କୁଙ୍କୁମ ଲଗାଯାଇଥାଏ। କୁଙ୍କୁମ ଉପରେ ମହିଳାମାନଙ୍କର ଗଭୀର ଆସ୍ଥା ଯୋଡ଼ି ହୋଇ ରହିଥାଏ। ମହିଳାମାନେ ସିନ୍ଦୁର ଏବଂ କୁଙ୍କୁମକୁ ନିଜର ଅଖଣ୍ଡ ସୌଭାଗ୍ୟର ପ୍ରତୀକ ମାନିଥାନ୍ତି। ସିନ୍ଦୁର ଏବଂ କୁଙ୍କୁମ ଲଗାଇବା ଦ୍ୱାରା ତାଙ୍କର ସ୍ୱାମୀଙ୍କର ଆୟୁଷ ବୃଦ୍ଧି ହୋଇଥାଏ। ଏହି ବିଶ୍ୱାସ ଏବଂ ଅନ୍ୟତ୍ୟ ପ୍ରାଚୀନ କାଳରୁ ଚାଲି ଆସିଛି। ଦ୍ୱିତୀୟ କଥା ହେଉଛି ସିନ୍ଦୁର ଏବଂ କୁଙ୍କୁମକୁ ସମୃଦ୍ଧି ଏବଂ ଶକ୍ତିର ପ୍ରତୀକ ମନାଯାଇଥାଏ। ମାତା ଲକ୍ଷ୍ମୀ ସମୃଦ୍ଧିର ପ୍ରତୀକ ଏବଂ ମାତା ଦୁର୍ଗା ଶକ୍ତିର ପ୍ରତୀକ ହୋଇଥାନ୍ତି। ମାତା ଲକ୍ଷ୍ମୀ ଏବଂ ମା ଦୁର୍ଗାଙ୍କ ଶୃଙ୍ଗାର ବିନା କୁଙ୍କୁମ ଏବଂ ସିନ୍ଦୁରରେ ସମ୍ପୂର୍ଣ୍ଣ ହୋଇଥାଏ। ସେଥିପାଇଁ ପ୍ରତ୍ୟେକ ବିବାହିତା ମହିଳାଙ୍କ ପାଇଁ ସିନ୍ଦୁର ଏବଂ କୁଙ୍କୁମ ଲଗାଇବାର ପରମ୍ପରା ହୋଇଥାଏ। ଏମିତି କରିବା ଦ୍ୱାରା ମହିଳାମାନଙ୍କର ଆତ୍ମଶକ୍ତି ବୃଦ୍ଧି ହୋଇଥାଏ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ। ତୃତୀୟ କଥା ହେଉଛି ସିନ୍ଦୁର ଏବଂ କୁଙ୍କୁମ ଲଗାଇବାର କିଛି ବୈଜ୍ଞାନିକ ଦୃଷ୍ଟିରେ ବି ଲାଭ ବୋଲି କୁହାଯାଇଛି। ସିନ୍ଦୁର ଲଗାଇବା ଦ୍ୱାରା ଆମର ମୁଣ୍ଡ ଥଣ୍ଡା ହୋଇଥାଏ। ସେହିଭଳି ଭାବରେ କୁଙ୍କୁମକୁ ମଥାରେ ଲଗାଇବା ଦ୍ୱାରା ମନରେ ଏକାଗ୍ରତା ବଢ଼ିଥାଏ କାହିଁକି ନା ସ୍ତ୍ରୀମାନଙ୍କ ମଥାରେ ହିଁ ଆଜ୍ଞାଚକ୍ର ହୋଇଥାଏ। ତାପରେ କୁଙ୍କୁମର ପ୍ରଭାବ ପଡ଼ିଥାଏ ଯାହାକି ମହିଳାମାନଙ୍କ ମନକୁ ନିୟନ୍ତ୍ରିତ କରିଥାଏ। ମଥାରେ ଲଗାଇଥିବା କୁଙ୍କୁମ ମହିଳାମାନଙ୍କୁ ଖରାପ ଶକ୍ତିରୁ ରକ୍ଷା କରିଥାଏ ଏବଂ ତନ୍ତ୍ର ମନ୍ତ୍ର ସମ୍ମାନ ଶକ୍ତି ଦୁଷ୍ପ୍ରଭାବ ହୋଇନଥାଏ। ଆସନ୍ତୁ ଜାଣିବା ସିନ୍ଦୁର ଏବଂ କୁଙ୍କୁମ ଲଗାଇବାର ଉପଯୋଗୀ ନିୟମ। ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି କି ସବୁ ବିବାହିତ ମହିଳାମାନଙ୍କୁ ଧ୍ୟାନରେ ରଖିବା ଉଚିତ କି ନିଜକୁ କୁଙ୍କୁମ ଲଗାଇବା ଏବଂ ସେଥିରେ ସିନ୍ଦୁର ଭରିବା ପାଇଁ ମହିଳାମାନଙ୍କୁ ସର୍ବଦା ଅନାମିକା ଆଙ୍ଗୁଳିରେ ପ୍ରୟୋଗ କରିବା ଉଚିତ। ଏହା ପଛରେ ଶାସ୍ତ୍ରରେ କୁହାଯାଇଛି କି ଆମର ଅନାମିକା ଆଙ୍ଗୁଠିରେ ଶରୀରର ଶକ୍ତି ତତ୍ତ୍ୱ ଏବଂ ଆଜ୍ଞାଚକ୍ରକୁ ତୁରନ୍ତ ଜାଗ୍ରତ କରିବାର ସକ୍ଷମତା ରହିଥାଏ। ସେଥିପାଇଁ ନିଜକୁ ସିନ୍ଦୁର ଏବଂ କୁଙ୍କୁମ ଲଗାଇବା ସମୟରେ ଅନାମିକା ଆଙ୍ଗୁଠିରେ ପ୍ରୟୋଗ କରନ୍ତୁ। କିନ୍ତୁ ଆମେ ଯଦି ଅନ୍ୟ କୌଣସି ବ୍ୟକ୍ତିର କୁଙ୍କୁମ ଲଗାଇଛନ୍ତି ତାହେଲେ ସର୍ବଦା ମଧ୍ୟମା ଆଙ୍ଗୁଠିରେ ଲଗାଇବା
ଲଗାଇବା ଉଚିତ। କାହିଁକି ନା ମଧ୍ୟମ ଆଙ୍ଗୁଠିରେ ବହୁତ ଅଧିକ ମାତ୍ରାରେ ତେଜ ରହିଥାଏ, ଯେଉଁଥିରେ ଖରାପ ଶକ୍ତିରୁ ଆମକୁ ରକ୍ଷା କରିବାର କ୍ଷମତା ରହିଥାଏ। ସେଥିପାଇଁ ଯଦି ସାମ୍ନା ଲୋକ ଭିତରେ ଖରାପ ଶକ୍ତି ରହିଥାଏ, ତାହେଲେ ସେ ଆଙ୍ଗୁଠି ମାଧ୍ୟମରେ ଆମ ଶରୀର ଭିତରକୁ ପ୍ରବେଶ କରିପାରେ ନାହିଁ। ଅନେକ ସମୟ କୌଣସି ଧାର୍ମିକ ଅନୁଷ୍ଠାନରେ ପଣ୍ଡିତ ବା ମହିଳାମାନେ ଅନ୍ୟ ମହିଳାଙ୍କୁ ଆବଶ୍ୟକତା ଠାରେ ଅଧିକ ମାତ୍ରାରେ କୁଙ୍କୁମ ଲଗାଇ ଦେଇଥାନ୍ତି ଏବଂ ତୁରନ୍ତ ସେ ମହିଳା ଅତିରିକ୍ତ କୁଙ୍କୁମକୁ ପୋଛି ଦେଇଥାନ୍ତି। ଏହି ଦୁଇଟି କଥା ସମ୍ପୂର୍ଣ୍ଣ ଭାବରେ ଭୁଲ ହୋଇଥାଏ। କୁଙ୍କୁମ ଅଳ୍ପ ମାତ୍ରାରେ ଲଗାଇବା ଉଚିତ ଏବଂ ଏହାକୁ ତୁରନ୍ତ ହିଁ ପୋଛି ଦେବା ଉଚିତ ହୋଇନଥାଏ। ମଥାରେ କୁଙ୍କୁମ ପୋଛିବାକୁ ଅଶୁଭ ମନାଯାଇଥାଏ। ଏହା ମଧ୍ୟ ଧ୍ୟାନ ରଖନ୍ତୁ କି ଅତିରିକ୍ତ ସିନ୍ଦୁର ଯଦି ନାକ ଉପରେ ପଡ଼ିଯାଇଥାଏ, ଏହାକୁ ଅତ୍ୟନ୍ତ ଶୁଭ ମନାଯାଇଥାଏ। ଏହି କଥା ଆପଣଙ୍କୁ ଏହା ସଂକେତ ଦେଇଥାଏ କି ଆପଣଙ୍କର ସ୍ୱାମୀ ଆପଣଙ୍କ ପ୍ରତି ସଚ୍ଚୋଟ ହୋଇଥାନ୍ତି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ସିନ୍ଦୁର ଏବଂ କୁଙ୍କୁମ ଯଦି ଭୁଲରେ ଭୂମିରେ ତଳେ ପଡ଼ିଯାଏ, ତାହେଲେ ଏହାକୁ ଶୁଭ ସଂକେତ ବୋଲି ମନାଯାଇଥାଏ। ଆପଣ ତୁରନ୍ତ ଏହି ତଳେ ପଡ଼ିଥିବା ସିନ୍ଦୁର ବା କୁଙ୍କୁମକୁ ନମସ୍କାର କରନ୍ତୁ ଏବଂ ନିଜକୁ କିମ୍ବା ଘରର ଅନ୍ୟ ସଦସ୍ୟଙ୍କୁ ସେହି ସିନ୍ଦୁର ବା କୁଙ୍କୁମକୁ ଲଗାଇ ଦିଅନ୍ତୁ। ତାପରେ ଯେଉଁ ସିନ୍ଦୁର ବା କୁଙ୍କୁମ ବଳିଯିବ, ତାହାକୁ ନେଇ ଫୁଲ କୁଣ୍ଡିଆରେ ରଖିଦିଅନ୍ତୁ। ଧ୍ୟାନ ରଖନ୍ତୁ କି ସେଥିରେ କାହାର ପାଦ ବାଜିବା ଉଚିତ ନୁହେଁ, କାହିଁକି ନା ଏହାର ଉପଯୋଗ ପୂଜା ପାଠରେ ହୋଇଥାଏ। କେବେ ବି ଅନ୍ୟ କୌଣସି ବ୍ୟକ୍ତି ସାମ୍ନାରେ ନିଜର ମଥାରେ ସିନ୍ଦୁର ଭରି ନାହାନ୍ତି। ଏମିତି କରିବା ଦ୍ୱାରା ସ୍ୱାମୀର ସ୍ତ୍ରୀ ଭିତରେ ଅଶାନ୍ତି, କଳି ଝଗଡ଼ା ବଢ଼ିବାକୁ ଲାଗିଥାଏ। ଆପଣ ନିଜର କୌଣସି ଶୃଙ୍ଗାର ସାମଗ୍ରୀକୁ ଅନ୍ୟ କାହା ସାଥିରେ ବାଣ୍ଟି ପାରିବେ, କିନ୍ତୁ ଭୁଲରେ କେବେ ବି ନିଜର ସିନ୍ଦୁରକୁ ଅନ୍ୟ କାହା ସାଥିରେ ବାଣ୍ଟନ୍ତୁ ନାହିଁ। ସେ ବ୍ୟକ୍ତି ଯେତେ ଆପଣଙ୍କର ନିଜର ହେଲେ ବି କେବେ ବି ସିନ୍ଦୁର ଦେବେ ନାହିଁ। ସିନ୍ଦୁରକୁ ସର୍ବଦା ମୁଣ୍ଡରେ ମଝି ସିନ୍ଥିରେ ଭରିବା ଉଚିତ। ଏହାକୁ କେବେ ବି ସାଇଡ୍ ବା ଏପଟେ ସେପଟେ ସିନ୍ଥିରେ ଲଗାଇବା ଉଚିତ ନୁହେଁ। କେବେ କେବେ କିଛି ମହିଳାମାନେ ସିନ୍ଦୁରକୁ ଏମିତି ଲଗାନ୍ତି ଯେ ତାଙ୍କର ସିନ୍ଦୁର କେବେ ମଧ୍ୟ ଲୁଚି ଯାଇଥାଏ, କିନ୍ତୁ ଏମିତି କରିବା ଅଶୁଭ ମନାଯାଇଥାଏ। ମହିଳାମାନଙ୍କୁ ବିବାହ ପୂର୍ବରୁ ଶାସ୍ତ୍ର କୁହାଯାଇଛି କି ସେମାନେ ସବୁ ଶୃଙ୍ଗାର କରିପାରିବେ, କିନ୍ତୁ ସିନ୍ଥିରେ ସିନ୍ଦୁର ଭରିବାର ଅଧିକାର ତାଙ୍କୁ ବିବାହ ପରେ ମିଳିଥାଏ। ସେଥିପାଇଁ ଅବିବାହିତା କନ୍ୟାମାନଙ୍କୁ କେବେ ବି ସିନ୍ଦୁର ଭରିବା ଉଚିତ ନୁହେଁ। ଏହି ସବୁ ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକ ହେଉଛି ଯାହା ସିନ୍ଦୁର ଏବଂ କୁଙ୍କୁମ ଲଗାଇବା ସମୟରେ ମହିଳା ମାନଙ୍କୁ ଧ୍ୟାନ ରଖିବା ଉଚିତ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତାହେଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଯଦି ଏଭଳି ଭିଡ଼ିଓ ଆଗକୁ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।